ଦେଖନ୍ତୁ ଆଜି ଆମେ କୋଷାଗୁମୁଣ୍ଡା ପଞ୍ଚାୟତ ସମିତି ତରଫରୁ ବିଭିନ୍ନ ଦାବି ନେଇକରି ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏବଂ ମହାମହିମ ରାଷ୍ଟ୍ରପତିଙ୍କୁ ଆମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଆମେ ଦରଖାସ୍ତ ଦେଇଛୁ। ଦାବି ଗୁଡିକ ହେଲା ଆମର ବିଭିନ୍ନ ସମସ୍ୟା ଅଛି, ଯୋଉଟା କି ଭାରତ ସ୍ୱାଧୀନ ହେଲା ପରଠୁ ବି ଆମର ବଡଥୁଣା ଠାରେ ମୋବାଇଲ ଟାୱାର ଆଜି ଯାଏ ନାହିଁ। ଯେହେତୁ ସେଠି ଆପଣଙ୍କର ପଢାପଢିର ଅସୁବିଧା, ମେଡିକାଲରେ ଅସୁବିଧା, ଆପଣଙ୍କର କାହା ଆକ୍ସିଡେଣ୍ଟ ହେଲେ କାହାକୁ ଯୋଗାଯୋଗ କରିବାରେ ମଧ୍ୟ ଅସୁବିଧା। ତେଣୁ ଆମେ ଦାବି କରୁଛୁ ପ୍ରଥମତଃ ମୁଖ୍ୟ ବଡଥୁଣାଟାରେ ଯୋଉ ମୋବାଇଲ ଟାୱାର ହବ ତାକୁ ଯେତେ ଶୀଘ୍ର ହେବ ତାକୁ ଆମେ ଦେଲେ ଆମେ ମୋତିଗା ଗ୍ରାମ ପଞ୍ଚାୟତ ବାସୀ ତରଫରୁ ଆମେ କୃତଜ୍ଞତା କରିବୁ। ଦ୍ୱିତୀୟରେ ଆମର ବିଭିନ୍ନ ସମସ୍ୟା ଅଛି, ଯୋଉଟା କି ଧାନମଣ୍ଡି ଆମର SSG ଗ୍ରୁପ ମାନଙ୍କୁ ଗତ ଥର ଦିଆଯାଇଥିଲା, ସେମାନଙ୍କୁ ଅବହେଳା କରାଯାଉଛି। ତେଣୁ ତୁରନ୍ତ ତାଙ୍କୁ ଯେମିତି ଗଲା ଥର ଦିଆଯାଇଥିଲା ସେଭଳିଆ ଦିଆଯାଉ। ଆଉ ରହିଲା ସମସ୍ୟା ସାର କଥା, ସାରରେ ଆମେ ଲୋକ ମକା ଚାଷ କରିପାରୁନାହାନ୍ତି, ବିଭିନ୍ନ ସାର ପାଇଁ ବୋଲିକି ଆମକୁ ସାର ମଧ୍ୟ ଏଭେଲେବୁଲ ଯୋଗାଯାଉ। ଆମେ ଆଉ ବହୁତ କିଛି ଅଛି, ଆମେ ଯାହାକି ଆମେ ଚିଠି ମାଧ୍ୟମରେ ଆମେ ଜଣେଇ ଦେଇଛୁ। ଆଗାମୀ ଦିନରେ ଯଦି ଆମର ମୋତିଗାଁ ପଞ୍ଚାୟତରେ ଯଦି ଟାୱାର 4-6 ମାସ ଭିତରେ ନ ହୁଏ, ଆମେ ପଞ୍ଚାୟତକୁ ମଧ୍ୟ ଠପ୍ ବନ୍ଦ କରିଦେବୁ। ନିଶ୍ଚିତ ଭାବେ ଏଇଟା ଆମେ ସୂଚନା ଦେଉଛୁ। ଧନ୍ୟବାଦ, ନମସ୍କାର। ଦେଖନ୍ତୁ ଆଜି କୋଷାଗୁମୁଡ଼ା ପଞ୍ଚାୟତ ସମିତିର 15 ଗୋଟି ପଞ୍ଚାୟତର ସମସ୍ୟାକୁ ନେଇ ଆଜି ବ୍ଲକରେ ଆମେ ଉପସ୍ଥିତ ହେଇଅଛୁ। ଆମେ ଚେତାଇ ଦେବା ପାଇଁ ଚାହୁଁ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଭାଜପା ସରକାରଙ୍କୁ, ତାଙ୍କର ଯୋଉଭଳି ଭାବରେ ଆମର ଅଞ୍ଚଳ ପ୍ରତି ଯୋଉ ସମାଧାନର ସୁବିଧା ଏପର୍ଯ୍ୟନ୍ତ ଆମର ଲୋକ ପାଇନାହାନ୍ତି, ସେଥିପାଇଁ ଆଜି ଆମେ ଆମର ମୁଖ୍ୟ ଦାବି ଗୁଡାକ ମାନ୍ୟ ଆମର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ତଥା ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୋହନ ଚରଣ ମାଝୀଙ୍କୁ ଆମେ ସ୍ମାରକ ପତ୍ର ଆମର ଆଜି ରେଲି ମାଧ୍ୟମରେ ଆସି ପଞ୍ଚାୟତ ସମିତି କୋଷାଗୁମୁଡାରେ ଆଜି ଉପସ୍ଥିତ ଅଛୁ। ଏଥିରେ ଆମର ମୁଖ୍ୟ ଦାବି ଗୁଡାକ ରହିଲା ମୋତିଗାଁ ଗ୍ରାମ ପଞ୍ଚାୟତର ଟାୱାର ସ୍ଥାପନ କରିବା ନିମନ୍ତେ ଏବଂ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବା ନିମନ୍ତେ, ନାରୀ ସୁରକ୍ଷା ଦେବା ନିମନ୍ତେ, ଆଜି ସାରା ଓଡ଼ିଶା ସାରା ପାଠ୍ୟ ପୁସ୍ତକର ଯୋଉ ଭୁଲ ହେଇଛି, ଆମର ଶିକ୍ଷାଗତ ଯୋଉ ପାଠ୍ୟ ପୁସ୍ତକର ତାକୁ ସମାଧାନ କରିବା ନିମନ୍ତେ ତଥା ତାକୁ ସୁଧାରିବା ନିମନ୍ତେ ଆଜି ଆମର ରେଲି ମାଧ୍ୟମରେ ସରକାରକୁ ଚେତାଇ ଦେବା ପାଇଁ ଚାହୁଁ। ଯଦି ଏଇ ଆମର ଚେତାବନୀକୁ ସେମାନେ କର୍ଣ୍ଣପାତ କରିବେ ନାହିଁ, ତ ଆଗାମୀ ଦିନରେ ନିଶ୍ଚିତ ଭାବରେ ଆମର କୋଷାଗୁମୁଡା ବ୍ଲକରେ ଜନ ଆନ୍ଦୋଳନ କରିବାକୁ ଆମେ ପଛାଇବୁ ନାହିଁ। ଏବଂ ସରକାର ଯଦି ଆମର ଦାବିକୁ ଯଦି ଶୁଣନ୍ତି ନାହିଁ, ନିଶ୍ଚିତ ଭାବରେ ରୋଡ ରାସ୍ତାରେ ଚକ ବନ୍ଦ କରିକି ଆନ୍ଦୋଳନ ଜୋରଦାର କରାଯିବ।